ସୁଭଦ୍ରା ଯୋଜନାରେ ଆସିଲା ବଡ଼ ଅପଡେଟ୍। ଗତ ଶନିବାର ବା ମାର୍ଚ୍ଚ 8 ତାରିଖରେ ପ୍ରତ୍ୟେକ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି। ତ ଏପର୍ଯ୍ୟନ୍ତ ଯେଉଁ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇନାହିଁ, ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନେ ସବୁକିଛି ଡିଟେଲ୍ସ ଜାଣିପାରିବେ। ଯେଉଁମାନେ ସୁଭଦ୍ରା ଟଙ୍କା ପାଇଛନ୍ତି ବେଶ ଖୁସିରେ ଅଛନ୍ତି। ସେହି ଖୁସିରେ ଆପଣମାନେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍କୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ଏବଂ ଆପଣମାନେ କମେଣ୍ଟ ସାହାଯ୍ୟରେ କମେଣ୍ଟ କରନ୍ତୁ ଯେ କେଉଁମାନେ ସୁଭଦ୍ରା ଟଙ୍କା ପାଇଛନ୍ତି। ତ ବର୍ତ୍ତମାନ ଦେଖିବାକୁ ଗଲେ ଯେଉଁ ମହିଳାମାନେ ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହାନ୍ତି, ସେମାନଙ୍କର ହୁଏତ ଡକୁମେଣ୍ଟସ୍ ଠିକ୍ ନଥିବ କିମ୍ବା କୌଣସି କାରଣରୁ ସୁଭଦ୍ରା ଟଙ୍କା ପାଇନାହାନ୍ତି। ତ ଆଜି ମୁଁ ଆପଣମାନଙ୍କୁ ବା ଯେଉଁମାନେ ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହାନ୍ତି ସେମାନଙ୍କ ପାଇଁ ଏକ ଭିଡ଼ିଓ ନେଇ ଆସିଛି। ଆପଣମାନେ ଭିଡ଼ିଓକୁ ସ୍କିପ୍ ନକରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ହୁଏତ ଆପଣମାନେ 100% ସୁଭଦ୍ରା ଟଙ୍କା ଆସନ୍ତା କିସ୍ତି ବା ରକ୍ଷାବନ୍ଧନରେ ଆପଣମାନେ ଏକକାଳୀନ ବା ଏକା ସାଙ୍ଗରେ ଆପଣମାନେ 15,000 ବା 3ଟି କିସ୍ତି ଆପଣମାନେ ପାଇପାରିବେ। ତ ଏହା ମୁଁ କହୁନାହିଁ, ଏହା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିର୍ଦ୍ଦେଶ ଦେଇସାରିଛନ୍ତି। ଯଦି ଯେଉଁମାନେ ବା ଯେଉଁ ହିତାଧିକାରୀ ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହାନ୍ତି, ଆପଣମାନେ ଆଗାମୀ ରକ୍ଷାବନ୍ଧନରେ ଏକକାଳୀନ 3ଟି କିସ୍ତି ବା 15,000 ଟଙ୍କା ଆପଣଙ୍କ ଆକାଉଣ୍ଟକୁ ନିଶ୍ଚୟ ଆସିବ। ତ ଏହା ହେଉଛି ଶେଷ ସୁଯୋଗ। ଆପଣମାନେ ନିଶ୍ଚୟ ଭିଡ଼ିଓକୁ ଥରେ ମାତ୍ର ଦେଖନ୍ତୁ। ଆପଣମାନେ ସବୁକିଛି ଡିଟେଲ୍ସ ଜାଣିପାରିବେ। ତ ଆସନ୍ତୁ ଜାଣିବା ଏହି ଖବର କ'ଣ ରହିଛି। ଆପଣ ସୁଭଦ୍ରା ଟଙ୍କା ପାଇଲେଣି କି ନାହିଁ? ଯଦି ନା, ତେବେ ଆପଣ ଆକାଉଣ୍ଟକୁ କିପରି ଆଣିବେ ଟଙ୍କା ଏଠି ଜାଣନ୍ତୁ। ତାପରେ ଦେଖନ୍ତୁ, ଆପଣ ବି ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ଓ ଦ୍ୱିତୀୟ କିସ୍ତିରେ ବି ଖାତାକୁ ଆସିଲାନି ଟଙ୍କା। ତେବେ ଜାଣନ୍ତୁ ବଡ଼ ଅପଡେଟ୍। ଦେଖନ୍ତୁ ଆଜ୍ଞା, ସୁଭଦ୍ରା ଯୋଜନାରେ ଯଦି ଆପଣମାନେ ଆବେଦନ କରିଛନ୍ତି, ତାହେଲେ ଆପଣମାନେ ଦ୍ୱିତୀୟ କିସ୍ତି ବି ଆପଣମାନଙ୍କ ଖାତାକୁ ଆସିଲାନି। ତେବେ କ'ଣ କରିବାକୁ ପଡ଼ିବ? ଭିଡ଼ିଓକୁ ଫାଷ୍ଟରୁ ଲାଷ୍ଟ ଯାଏ ଦେଖନ୍ତୁ। ଆପଣମାନେ ନିଶ୍ଚିତ ଭାବରେ ଜାଣିପାରିବେ। ତୃତୀୟ କିସ୍ତି ଆଗରୁ ନ କରିବେ ଯଦି ଏହି କାମ, ତାହେଲେ ରାକ୍ଷୀ ପୂର୍ଣ୍ଣିମାରେ ବ୍ୟାଙ୍କ ଆକାଉଣ୍ଟକୁ ଆସିବନି ସୁଭଦ୍ରା ଟଙ୍କା। ଦେଖନ୍ତୁ ଆଜ୍ଞା, ପ୍ରଥମ କିସ୍ତି ଏବଂ ଦ୍ୱିତୀୟ କିସ୍ତି ସରକାର ପ୍ରଦାନ କରି ସାରିଛନ୍ତି। ପ୍ରତ୍ୟେକ ହିତାଧିକାରୀ ଏହାର ଲାଭ ଉଠାଇ ସାରିଛନ୍ତି। ଏବେ ଆସିବ ତୃତୀୟ କିସ୍ତି। ତ ତୃତୀୟ କିସ୍ତି ପୂର୍ବରୁ ଆପଣମାନେ ସେହି କାମ କରନ୍ତି, ତେବେ ଆପଣମାନେ ରକ୍ଷାବନ୍ଧନରେ ଏକକାଳୀନ 3ଟି କିସ୍ତି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ ବା 15,000 ଟଙ୍କା ଆପଣମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ। ତ ଏହା ହେଉଛି ଶେଷ ସୁଯୋଗ। ଆପଣମାନେ ନିଶ୍ଚୟ ଥରେ ଭିଡ଼ିଓକୁ ଦେଖନ୍ତୁ ଏବଂ ସେହି ଭିଡ଼ିଓକୁ ଫଲୋ କରନ୍ତୁ। ତାପରେ ଦେଖନ୍ତୁ, ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା କିଛି ଆକାଉଣ୍ଟକୁ ଆସିଥିବା ବେଳେ କିଛି ଜଣ ଏବେ ବି ଅପେକ୍ଷା କରିଛନ୍ତି। ଟଙ୍କା କେବେ ଆସିବ ସେ ନେଇ ସେମାନେ ହତାଶ ହୋଇ ମଧ୍ୟ ହୋଇଗଲେଣି। ଏହାରି ଭିତରେ ଏକ ବଡ଼ ଅପଡେଟ୍ ଭିତରେ ସେମାନେ ବୋଧେ ଅବଗତ ହୋଇନାହାନ୍ତି। ତାପରେ ସବୁ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯିବ ବୋଲି ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ତେବେ କେଉଁମାନଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯିବ ଓ ସେଥିପାଇଁ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ଆସନ୍ତୁ ଜାଣିବା। ଦେଖନ୍ତୁ ଆଜ୍ଞା, ସବୁ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପୂର୍ବରୁ ନିର୍ଦ୍ଦେଶ ଦେଇସାରିଛନ୍ତି। ତେବେ କେଉଁମାନଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯିବ ଓ ସେଥିପାଇଁ ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ ଆସନ୍ତୁ ଜାଣିବା। ସେପ୍ଟେମ୍ବର 17ରେ ଓଡ଼ିଶା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ହିତାଧିକାରୀଙ୍କ ଖାତାକୁ ପ୍ରଥମେ କିସ୍ତି ଭାବରେ 5,000 ଟଙ୍କା ଆସିଥିଲା। କିନ୍ତୁ କିଛି ଜଣଙ୍କୁ ବର୍ତ୍ତମାନ ମଧ୍ୟ ଟଙ୍କା ଆସିନାହିଁ। ସେମାନେ ଆପ୍ଲାଏ କରିବାର ଦୀର୍ଘ ଦିନ ବିତିଗଲେ ବି
କାହିଁକି ଟଙ୍କା ଆସୁନାହିଁ ସେ ନେଇ ସେମାନେ ଏବେ ବି ଦ୍ୱନ୍ଦ୍ୱରେ ଅଛନ୍ତି। ଦେଖନ୍ତୁ ଆଜ୍ଞା, ଗତ ସେପ୍ଟେମ୍ବର 17 ତାରିଖରେ ଓଡ଼ିଶା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ତ ଏହି ଅବସରରେ ହିତାଧିକାରୀଙ୍କ ଖାତାକୁ ପ୍ରଥମ କିସ୍ତି ଭାବରେ 5,000 ଟଙ୍କା ଆସିଥିଲା, କିନ୍ତୁ କିଛି ଜଣଙ୍କୁ ବର୍ତ୍ତମାନ ମଧ୍ୟ ଟଙ୍କା ଆସିନାହିଁ। ସେମାନେ ପୂର୍ବରୁ ଆବେଦନ କରିଥିଲେ ବି ଏପର୍ଯ୍ୟନ୍ତ ଟଙ୍କା ଆସିନାହିଁ। ତ ଏବେ ଗୋଟିଏ ଗୋଟିଏ ହିତାଧିକାରୀ ଏବେ ଆବେଦନ କଲେ ମଧ୍ୟ ସେମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଆସିଯାଉଛି। ତ ଏହା କ'ଣ ରହିଛି, ଏହାର ରହସ୍ୟ କ'ଣ ଅଛି, ଆପଣମାନେ ଭିଡ଼ିଓକୁ ଲାଷ୍ଟ ଯାଏ ଦେଖନ୍ତୁ, ଆପଣମାନେ ନିଶ୍ଚିତ ଭାବରେ ଜାଣିପାରିବେ। ତାପରେ କେଉଁ ବ୍ୟାଙ୍କ ଖାତାକୁ ଟଙ୍କା ଯିବ ଓ କେଉଁ ଖାତାକୁ ଟଙ୍କା ଆସିବ ନାହିଁ। ବ୍ୟାଙ୍କ ଖାତାରେ ଆଧାର EKYC ସମସ୍ୟା କିମ୍ବା ଅନ୍ୟ କୌଣସି ଅସୁବିଧା ଯୋଗୁଁ ସରକାରଙ୍କ ତରଫରୁ ଟଙ୍କା ପଠାଯାଇଥିଲେ ମଧ୍ୟ ପହଞ୍ଚିବାରେ ବିଳମ୍ବ ହେବ କିମ୍ବା ଅଟକିଯିବ। ସରକାରଙ୍କ ଅନୁଯାୟୀ ସୁଭଦ୍ରା ଟଙ୍କା ସିଧା ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ। କିଛି ମହିଳାଙ୍କୁ ଆଜି ବି ଆସିନି ସୁଭଦ୍ରା ଟଙ୍କା। ଯଦି ଆପଣ ବି ସେଥିରେ ସାମିଲ, ତେବେ ଜାଣନ୍ତୁ କ'ଣ କରିବାକୁ ପଡ଼ିବ। ହିତାଧିକାରୀ ପ୍ରଦାନ କରିଥିବା ନିଜ ବ୍ୟାଙ୍କ ଆକାଉଣ୍ଟରେ ସୁଭଦ୍ରା ଟଙ୍କା ଆସିବ। ସେହି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ଯେଉଁଥିରେ DBT ସକ୍ଷମ ଥିବ। ଦେଖନ୍ତୁ ଆଜ୍ଞା, ମାନେ ହିତାଧିକାରୀ ପ୍ରଦାନ କରିଥିବା ନିଜ ବ୍ୟାଙ୍କ ଆକାଉଣ୍ଟରେ ସୁଭଦ୍ରା ଟଙ୍କା ଆସିବ। ତ ଆପଣମାନେ ସୁଭଦ୍ରା ଯୋଜନାରେ ଯେଉଁ ବ୍ୟାଙ୍କ ଆକାଉଣ୍ଟ ଦେଇଥିଲେ ସେଥିରେ DBT ଲିଙ୍କ ରହିବା ଆବଶ୍ୟକ। ଯଦି ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ DBT ଲିଙ୍କ ନାହିଁ, ତେବେ ଆପଣମାନେ ଯେଉଁ ବ୍ୟାଙ୍କରେ ଖାତା ଖୋଲିଛନ୍ତି ସେହି ବ୍ୟାଙ୍କକୁ ଯାଇ ଆପଣମାନେ ନିଶ୍ଚୟ DBT ଲିଙ୍କ ବା NPCI ଲିଙ୍କ କରନ୍ତୁ। ଆପଣମାନଙ୍କର ଆକାଉଣ୍ଟକୁ ନିଶ୍ଚୟ ଏହି ସୁଭଦ୍ରା ଟଙ୍କା ଆସିବ। ମୁଁ 100% ଗ୍ୟାରେଣ୍ଟି ଦେଉଛି, ଆପଣମାନେ ସେହି କାମ କରନ୍ତୁ। ତାପରେ ଆହୁରି ମଧ୍ୟ ଆପଣମାନଙ୍କୁ କାମ କରିବାକୁ ପଡ଼ିବ। ଦେଖନ୍ତୁ, ପ୍ରଥମେ ଆପଣମାନଙ୍କ ଆଧାର କାର୍ଡ଼, ଯଦି ଆଧାର କାର୍ଡ଼ରେ ଯେଉଁପରି ନାମ ଅଛି ସେହିପରି ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟ ନାମ ରହିବା ଆବଶ୍ୟକ। ଯଦି ଉଭୟ ସେମ୍ ଅଛି ତାହେଲେ ନିଶ୍ଚୟ ଆପଣମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଯଦି ଆପଣମାନଙ୍କର କିଛି ଭୁଲ ଅଛି ତାହେଲେ ଏବେ ସୁଦ୍ଧା ଆପଣମାନେ ସେହି ଭୁଲକୁ ଠିକ୍ କରନ୍ତୁ। ଆପଣମାନଙ୍କ ଆକାଉଣ୍ଟକୁ ନିଶ୍ଚୟ ଏହି ସୁଭଦ୍ରା ଟଙ୍କା ଆସିବ। ତାପରେ ଆପଣମାନଙ୍କର ଯେଉଁ ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ ସେହି ସମୟରେ ବିନା OTP ବା OTP ସାହାଯ୍ୟରେ ଆପଣମାନେ ଆବେଦନ କରିଥିଲେ। ତ ଏବେ ଆପଣମାନେ ବାୟୋମେଟ୍ରିକ୍ ସାହାଯ୍ୟରେ EKYC କରନ୍ତୁ। ନିଶ୍ଚୟ ଆପଣମାନଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିବ। ତାପରେ ଆଉ ଗୋଟିଏ କଥା ଦେଖନ୍ତୁ, ଯେଉଁ ବ୍ୟାଙ୍କରେ ଆପଣମାନେ ଖାତା ଖୋଲିଛନ୍ତି ସେହି ବ୍ୟାଙ୍କରେ ଆଧାର ଲିଙ୍କ ରହିବା ଆବଶ୍ୟକ। ଯଦି ଆପଣମାନଙ୍କର ଆଧାର ଲିଙ୍କ ନାହିଁ ତାହେଲେ ଏବେ ସୁଦ୍ଧା ଆଧାର ଲିଙ୍କ କରନ୍ତୁ। ନିଶ୍ଚୟ ଏହି ସୁଭଦ୍ରା ଟଙ୍କା ଆସିବ। ତାପରେ ଆପଣମାନଙ୍କର ଆଧାର କାର୍ଡ଼ରେ ମୋବାଇଲ ନମ୍ବର ରହିବା ଆବଶ୍ୟକ। ଯଦି ଆଧାରରେ ଏପର୍ଯ୍ୟନ୍ତ ମୋବାଇଲ ନମ୍ବର ଅପଡ଼େଟ୍ କରିନାହାନ୍ତି ତାହେଲେ ଏବେ ସୁଦ୍ଧା ଆପଣମାନେ ଅପଡ଼େଟ୍ କରନ୍ତୁ। ନିଶ୍ଚୟ ଏହି ସୁଭଦ୍ରା ଟଙ୍କା ଆପଣମାନଙ୍କ ଆକାଉଣ୍ଟକୁ ଆସିବ। ତାପରେ ଦେଖନ୍ତୁ, ଗୋଟିଏ ବ୍ୟାଙ୍କରୁ ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର ସୁବିଧା ଥିବା ଖାତାକୁ ସୁଭଦ୍ରା ଟଙ୍କା ପ୍ରଦାନ କରିବେ ସରକାର। ଯଦି ଏମିତି ସୁବିଧା ନଥିବ ତେବେ ସେହି ଆକାଉଣ୍ଟକୁ ଟଙ୍କା ଆସିବ ନାହିଁ। ଆଧାର ସଂଯୋଗ ଥିବା ବ୍ୟାଙ୍କ ଆକାଉଣ୍ଟକୁ ହିଁ ଟଙ୍କା ଆସିବ। ତାପରେ କେବଳ ସେତିକି ନୁହେଁ, ସେହି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ଯେଉଁଥିରେ NPCI କ୍ଲିଅର ଥିବ। ତ ଦେଖନ୍ତୁ ଆଜ୍ଞା, ମାନେ ନିଜର ବ୍ୟାଙ୍କକୁ ଯାଇ ଆପଣମାନଙ୍କର NPCIକୁ କ୍ଲିଅର କରନ୍ତୁ। ଯଦି NPCI ଆକ୍ଟିଭେଟ୍ ବା କ୍ଲିଅର ନଥିବ ତାହେଲେ ସୁଭଦ୍ରା ଟଙ୍କା ଆସିବ ନାହିଁ। ଯଥାଶୀଘ୍ର NPCI କ୍ଲିଅର କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାରମ୍ବାର ସୂଚନା ଦେଇସାରିଛନ୍ତି। ମୁଁ ଗତ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ମଧ୍ୟ ଜଣାଇଥିଲି। ତ ଯେଉଁମାନଙ୍କ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ ବା ଭାରତୀୟ ଜାତୀୟ ଦେୟ ନିଗମ ବା NPCI କ୍ଲିଅର ହୋଇନଥିବ ସେସବୁ ଆକାଉଣ୍ଟକୁ ଯିବନି ସୁଭଦ୍ରା ଟଙ୍କା। ତେଣୁ ଯଦି ଖାତାକୁ ଟଙ୍କା ଆସିନାହିଁ ତେବେ ଆବେଦନ କରିଥିଲେ କିମ୍ବା ଆବେଦନ କରିବା ପୂର୍ବରୁ ପ୍ରଥମେ ବ୍ୟାଙ୍କ କିମ୍ବା ଜନସେବା କେନ୍ଦ୍ରକୁ ଯାଇ ଆକାଉଣ୍ଟ DBT ସକ୍ଷମ ନାହିଁ ଅଛି କି ନାହିଁ ଚେକ୍ କରନ୍ତୁ। ଯଦି ବ୍ୟାଙ୍କ ଖାତାରେ ଆଧାର ସହ ଲିଙ୍କ ଥିବ ତେବେ ତୁରନ୍ତ ଆଧାର ଲିଙ୍କ ଓ NPCI କ୍ଲିଅର କରନ୍ତୁ। ତାପରେ ଦେଖନ୍ତୁ, ବ୍ୟାଙ୍କରେ ଏ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଜାନୁଆରୀ 29 ଓ 30 ତାରିଖରେ 2 ଦିନ ବ୍ୟାଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ତ କେତେକ ହିତାଧିକାରୀ ଯାଇଥିଲେ। ସୁଭଦ୍ରା ପାଇଁ ଆବେଦନ କରିଥିବା ହିତାଧିକାରୀ ନିଜ ନିଜର ବ୍ୟାଙ୍କକୁ ଯାଇ NPCI କ୍ଲିୟର କରିପାରିବେ ବୋଲି ପୂର୍ବରୁ ସୂଚନା ଦେଇଥିଲେ ପ୍ରଭାତୀ ପରିଡ଼ା। ତ ଆପଣମାନେ ଯେଉଁ ଷ୍ଟେପ୍ ଗୁଡ଼ାକ କହିଲି ନିଶ୍ଚୟ ଫଲୋ କରନ୍ତୁ। ଆପଣମାନେ ହୁଏତ 100% ଗ୍ୟାରେଣ୍ଟିର ସହିତ କହୁଛି ଏହି ସୁଭଦ୍ରା ଟଙ୍କା ଆପଣମାନଙ୍କ ଖାତାକୁ ନିଶ୍ଚୟ ଆସିବ। ତ ଏହା ଥିଲା ଛୋଟିଆ ଖବର। ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।